ପିଲାମାନେ ଚାଲନ୍ତୁ ଆମେ ଓଡ଼ିଶା ଫରେଷ୍ଟ ଗାର୍ଡ ପାଇଁ ଆଜି 25ଟି କ୍ୱେଶ୍ଚନ୍ ଆଲୋଚନା କରିବା, ଯାହାକି ଜେନେରାଲ ସାଇନ୍ସ ଉପରେ 25ଟି କ୍ୱେଶ୍ଚନ୍ ଆମର ରହିବ। ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ଯାହାକି ଧାତୁ ଓ ଅଧାତୁ ଉପରେ ଟପିକଟି ଆଜି ରହୁଛି। ଯେଉଁ ଖଣିରୁ ଧାତୁ ନିଷ୍କାସନ ଲାଭଜନକ ହୋଇଥାଏ ତାହାକୁ କ'ଣ କୁହାଯାଏ? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପଚାରି। ଯେଉଁ ଖଣିରୁ ଧାତୁ ନିଷ୍କାସନ ଲାଭଜନକ ହୋଇଥାଏ ତାହାକୁ କ'ଣ କୁହାଯାଏ? ତାକୁ ଧାତୁ ପିଣ୍ଡ ବୋଲି କୁହାଯାଏ। ରାଇଟ୍ ଆନ୍ସର୍ ସି। ସାଧାରଣତଃ ଅଧିକାଂଶ ଧାତୁପିଣ୍ଡ ହେଉଛି ଡ୍ୟାସ୍। ଧାତୁପିଣ୍ଡ ହେଉଛି ଅକ୍ସାଇଡ୍। ଅଧିକାଂଶ ଧାତୁପିଣ୍ଡ ହେଉଛି ଅକ୍ସାଇଡ୍। ନିମ୍ନରେ ଥିବା ଧାତୁଗୁଡ଼ିକ ମଧ୍ୟରୁ କେଉଁଟି ଅଣପ୍ରତିକ୍ରିୟାଶୀଳ ଅଟେ? ରାଇଟ୍ ଆନ୍ସର୍ ଡି, Ag। ସିନାବାର ସଂକେତ କ'ଣ? Hgs। ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁଗୁଡ଼ିକ ନିଷ୍କାସନ ବେଳେ ବିଜାରଣ ପୂର୍ବରୁ ସେମାନଙ୍କୁ କେଉଁଥିରେ ରୂପାନ୍ତରିତ କରିବାକୁ ପଡ଼େ? 55 ନମ୍ବର ବି। ରାଇଟ୍ ଆନ୍ସର୍ ବି, ଅକ୍ସାଇଡ୍। ସାଧାରଣତଃ କାର୍ବୋନେଟ୍ ଯୁକ୍ତ ଧାତୁପିଣ୍ଡରୁ ଅକ୍ସାଇଡ୍ ପରିଣତ କରିବା ପାଇଁ କେଉଁ ପ୍ରଣାଳୀ ଅବଲମ୍ବନ କରାଯାଏ? ରାଇଟ୍ ଆନ୍ସର୍ ଏ, କାଲସିନେସନ୍। ଯଥେଷ୍ଟ ପରିମାଣ ବାୟୁର ଉପସ୍ଥିତିରେ ଧାତୁପିଣ୍ଡକୁ ଅଧିକ ପରିମାଣରେ ଉତ୍ତାପିତ କରିବାକୁ କେଉଁ ପଦ୍ଧତି କୁହାଯାଏ? ରଷ୍ଟିଂ କୁହାଯାଏ। ରାଇଟ୍ ଆନ୍ସର୍ ସି। ଜିଙ୍କ ଧାତୁପିଣ୍ଡ କାଲସିନେସନର ସମ୍ମୁଖୀନ ହେଲେ ଅକ୍ସାଇଡ୍ ସହ କେଉଁ ଗ୍ୟାସ୍ ମିଳେ? ଅଠାବନ ନମ୍ବର ଦେଖନ୍ତୁ ପିଲାମାନେ, ରାଇଟ୍ ଆନ୍ସର୍ ରହୁଛି 58 କ'ଣ ରହୁଛି? 58 ରାଇଟ୍ ଆନ୍ସର୍ ବି, CO2। CmNO2 ପ୍ଲସ୍ 4Al ରାସାୟନିକ ପ୍ରତିକ୍ରିୟାରୁ Mn ବ୍ୟତୀତ କ'ଣ ମିଳେ? 59 ରାଇଟ୍ ଆନ୍ସର୍ ବି, Al2O3। ରାଇଟ୍ ଆନ୍ସର୍ ବି। ଥର୍ମିଟ୍ ପ୍ରତିକ୍ରିୟାରେ ଫେରିକ ଅକ୍ସାଇଡ୍ ସହ କେଉଁ ପଦାର୍ଥ ପ୍ରତିକ୍ରିୟା କରାଯାଇପାରେ? ଷାଠିଏ ନମ୍ବର ଦେଖନ୍ତୁ, ରାଇଟ୍ ଆନ୍ସର୍ ରହୁଛି ସି ରହୁଛି, ଆଲୁମିନିୟମ୍। ବୈଦ୍ୟୁତିକ ବିଶୋଧନରେ ଉତ୍ପନ୍ନ ହେଉଥିବା ଅଦ୍ରବଣୀୟ ଅପଦ୍ରବକୁ କ'ଣ କୁହାଯାଏ? ଏଣ୍ଡୋକର୍ଦମ କୁହାଯାଏ। ଧାତୁରୁ ତାର ବାହାର କରିବା ଗୁଣକୁ କ'ଣ କୁହାଯାଏ? ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ଧାତୁରୁ ତାର ବାହାରିବା ଗୁଣକୁ କ'ଣ କୁହାଯାଏ? ତନ୍ୟତା ବୋଲି କୁହାଯାଏ। ନିମ୍ନଲିଖିତ ମଧ୍ୟରୁ କେଉଁଟି ତରଳ ଅବସ୍ଥାରେ ମିଳେ? ଏହା ଭିତରୁ ପିଲାମାନେ କେଉଁଟା ତାକି ତରଳ ଅବସ୍ଥାରେ ମିଳିଥାଏ? ଦେଖନ୍ତୁ ଆମର 63 ନମ୍ବର ରାଇଟ୍ ଆନ୍ସର୍ ରହୁଛି ଡି, ବ୍ରୋମିନ୍। ବ୍ରୋମିନ୍ଟା ସମସ୍ତେ ଜାଣନ୍ତି ପିଲାମାନେ, ବ୍ରୋମିନ୍ଟା ତରଳ ଅବସ୍ଥାରେ ମିଳିଥାଏ। ନିମ୍ନରୁ କେଉଁ ଧାତୁଦ୍ୱୟ ନିମ୍ନ ଗଳନାଙ୍କ ବିଶିଷ୍ଟ? ସିସିୟମ୍ ଓ ଗାଲିୟମ୍। ରାଇଟ୍ ଆନ୍ସର୍ ଡି। କେଉଁ ଧାତୁରୁ ଅଜଲତା ଅଛି? ଆୟୋଡିନ୍ର ଅଜଲତା ଅଛି। ନିମ୍ନୋକ୍ତ ମଧ୍ୟରୁ କେଉଁ ଧାତୁ ବିଦ୍ୟୁତ୍ ପରିବହନ କରେ? ଏହା ଭିତରେ ପିଲାମାନେ କେଉଁ ଧାତୁଟି ଯାହାକି ବିଦ୍ୟୁତ୍ ପରିବହନ କରେ? କାର୍ବନଟି କେବଳ ବିଦ୍ୟୁତ୍ ପରିବହନ କରିଥାଏ। ଅଧିକାଂଶ ଧାତୁ ଜଳରେ ଦ୍ରବୀଭୂତ ହେଲେ କ'ଣ ସୃଷ୍ଟି କରେ? କ୍ଷାରୀୟ ଅକ୍ସାଇଡ୍। ରାଇଟ୍ ଆନ୍ସର୍ ଏ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏମ୍ଫେରିକ୍ ଅକ୍ସାଇଡ୍? କ୍ୟାଲସିୟମ୍। ରାଇଟ୍ ଆନ୍ସର୍ ଏ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଅତି ଲଘୁ ନାଇଟ୍ରିକ୍ ଅମ୍ଳ ସହ ପ୍ରତିକ୍ରିୟା କରି H2 ଗ୍ୟାସ୍ ନିର୍ଗତ କରେ? ମାଙ୍ଗାନିଜ୍। ରାଇଟ୍ ଆନ୍ସର୍ ଡି। ଧାତୁଗୁଡ଼ିକର ପ୍ରତିକ୍ରିୟାଶୀଳତା ଅଧକ୍ରମରେ ନିମ୍ନଲିଖିତ କ୍ରମମାନଙ୍କ ମଧ୍ୟରୁ କେଉଁଟି ଠିକ୍?
71 नंबर देखते पिलाने राइट आंसर होती बी। निम्नलिखित मध्य क्योंटी स्फुटनांक सर्वनिम्न 72 राइट आंसर बी मध्य देखंतु। विद्युत संयोजित द्रव्य गुड़िक क्योंथिरे द्रवणीय राइट आंसर ए जलर द्रवणीय। निम्नलिखित मध्य क्योंटी ओ इलेक्ट्रॉन से संरचना अटे राइट आंसर बी 74 रे 2 और 6 क्यों अवस्था विद्युत संयोजित द्रव्य विद्युत परिवहन करे बी बी राइट आंसर तरल। देखते पिलाने आज आम 25 क्वेश्चन सरीगला ओडिशा फॉरेस्ट गार्ड पर धातु धातु नेक्स्ट वीडियो आ 25 क्वेश्चन पाइपर जो मैंने चैनल को सब्सक्राइब कर सब्सक्राइब करूँ।